ଜୀବନ ଜୀବନ ହେଉଛି ଜଳ ଟୋପାଟିଏ। ଆମେ ଜାଣିଛେ ସମୁଦ୍ରରୁ ଜଳ ଉତ୍ତପ୍ତ ହୋଇ ଆକାଶକୁ ଯାଇଥାଏ। ସେହି ଜଳ ଆକାଶରେ ବହୁ ଉପରକୁ ଯିବା ପରେ ପୁଣି ଥରେ ଥଣ୍ଡା ହୋଇ ବର୍ଷାର ରୂପ ଧାରଣ କରି ତଳକୁ ଆସିଥାଏ। ସେହିପରି ଭାବରେ ମଣିଷଟିଏ ଯେତେ ଦିନ ଯାଏଁ ଧରାପୃଷ୍ଠରେ ରହିଛି, ଲୋଭ, ମୋହ, ମାୟା, କାମନା, ବାସନା, ଆସକ୍ତି ଇତ୍ୟାଦିକୁ ନେଇକି ସେ ବହୁତ ଉତ୍ତପ୍ତ ହୁଏ, ଯାହାକି ମଣିଷକୁ ମୃତ୍ୟୁ ଆଡ଼କୁ ବହୁତ ଜଲ୍ଦି ଟାଣି ନିଏ। ଜଳ ଟୋପାଟିଏ ବର୍ଷାର ରୂପ ନେଇ ତଳକୁ ଆସିବା ପରି ସେହି ଆତ୍ମାଟି ମଧ୍ୟ ପୁନଶ୍ଚ ମର୍ତ୍ତ୍ୟକୁ ଆସିଥାଏ। ହେଲେ ସେହି ଆତ୍ମା ମନୁଷ୍ୟ ଶରୀର ନେଇ ଆସୁଛି, ତାହାର କିଛି ସତ୍ୟତା ନଥାଏ। ସେଥିପାଇଁ ମଧ୍ୟ କଥାରେ ଅଛି, ଯେମନ୍ତ କର୍ମକୁ ତେମନ୍ତ ଫଳ, ଜାଣି ଶୁଣି ବାବୁଏ ସଂସାରରେ ଚଳ।